ସେମାନେ କହୁଛନ୍ତି ଯେ ଏଇଆ ପ୍ରପୋଜାଲ୍ ଦେଲା ଆମେ ଏଇଆ କରିଛୁ, କିନ୍ତୁ ପ୍ରକୃତରେ ଭୁଲ କାହା ପାଖରେ ରହିଛି। ଆମର ଜଣେ ଇଣ୍ଡଷ୍ଟ୍ରିର ଲୋକ କୁନା ତ୍ରିପାଠୀ, ଯିଏ କୁନା ତ୍ରିପାଠୀ ମେନ୍ କମେଡ଼ିଆନ୍ କରନ୍ତି, ଭିଲିଆନ୍ କରନ୍ତି, ସବୁ କିଛି ରୋଲ୍ କରନ୍ତି। ଏବେ ସେ ନ୍ୟୁଜ୍ରେ କିଛି ଦିନ ବି କାମ କରିଥିଲେ ଆପଣଙ୍କ ମିଡ଼ିଆରେ। କିନ୍ତୁ ସେ ଲୋକ ବି ନୀରବ ରହିକରି ନିଜ ସିଟ୍କୁ ବଞ୍ଚାଇବା ପାଇଁ ଦେଖୁଛନ୍ତି। ତାଙ୍କ ଆଗରେ ତାଙ୍କ ଘର ପୋଡ଼ି ଯାଉଛି, ଦୁଆର ପୋଡ଼ି ଯାଉଛି, କିନ୍ତୁ କିଛି କହିପାରୁନାହାନ୍ତି। ତାଙ୍କ ସମ୍ପତ୍ତି ନଷ୍ଟ ହୋଇଯାଉଛି, କିଛି କହିପାରୁନାହାନ୍ତି। କୁନା ତ୍ରିପାଠୀ ଏତେ ବଡ଼ ଗୋଟେ କାୱାର୍ଡ ମୁଁ ଜାଣିନଥିଲି, ବିଶ୍ୱାସ କଲି। ଏଇ ଷ୍ଟୁଡ଼ିଓକୁ ଦେଖିଲା ପରେ ମୋର ଅନୁଭବ ହେଉଛି କୁନା ତ୍ରିପାଠୀ ଗୋଟେ କାୱାର୍ଡ। ଏମାନେ ଆମର ଯେତିକ ବାକି କଳାକାର ରହିଲେ ବିଜେଡ଼ି ପାଖରେ ଥିଲେ, ସେଇ କଳାକାର ଆକାଶ ହଉ, ମୁନା ହଉ, ଇଏ ହଉ, ସବୁ ଆମ ପାଖରେ କାମ ଶିଖିଛନ୍ତି। ସବୁ ଆମ ପାଖରେ ଆଲବମ୍ କରି ନାଚୁଥିଲେ, ତାପରେ ଷ୍ଟାର୍ ହେଲେ, ଖାଇଲେ ପିଇଲେ, ବଡ଼ ବଡ଼ ଯାଇକି ନେତା ହେଇଗଲେ। କିନ୍ତୁ ଦେଖ ନିଜର ଘର ଉଜୁଡ଼ି ଯାଉଛି। କଳାକାର ମାନଙ୍କର ଷ୍ଟୁଡ଼ିଓ କହିଲେ ନିଜର ଘର, ନିଜର ସମ୍ପତ୍ତି, ନିଜର ଇଏ, କିନ୍ତୁ ସେମାନେ ତାକୁ ରକ୍ଷା କରିପାରିଲେନି। ଆଉ ଲୋକମାନେ ପାଇଁ କ'ଣ କାମ କରୁଥିବେ ନେତା ହେଇକିରି? ମୁଁ ତ କିଛି ଜାଣିନି, ମୁଁ ତ କିଛି ଅନୁଭବ କରିବେନି। ନେତା ହେଇକିରି ସେମାନେ ଭଲ କାମ କରୁଥିବେ ନିଜ ନିର୍ବାଚନ ମଣ୍ଡଳୀ, ସେ କଥା ବି ମୁଁ ଅନୁଭବ କେବେ କରିପାରୁନି। ମୁରବୀ ଯଦି ଘର ଭାଙ୍ଗିଦେବ ଆଉ କାହାକୁ କହିବା? ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାଚ ପରେ। ମୁରବୀ ଯଦି ଘର ଭାଙ୍ଗିଦେବେ ଆଉ କହିବା କାହାକୁ? ଆମେ ସେମିତି ଦରିଦ୍ର ହେଇ ଭିକାରୀ ହେଇ ବୁଲିବା ରେଲୱେ ଷ୍ଟେସନରେ, ଆଉ କ'ଣ ଆମର କ'ଣ କାମ କ'ଣ? ହଁ, ମିଟିଂ ଡକାଯାଇଥିଲା। ସେଥିରେ କେବଳ ଚାମଚା କଳାକାର ମାନଙ୍କୁ ଡକା ହେଇଥିଲା। କୌଣସି ଫିଲ୍ମ ପ୍ରଡ୍ୟୁସର, କୌଣସି ଫିଲ୍ମ ଡାଇରେକ୍ଟର ମାନଙ୍କୁ ଡକା ଯାଇନଥିଲା। କେତେଟା ଚାମଚା, ଦଳର ଚାମଚା ବର୍ତ୍ତମାନ ଯେଉଁମାନେ ଅଛନ୍ତି ଶାସନ ଗାଦିରେ, ସେଇମାନଙ୍କୁ ଡକାଯାଇ ମିଟିଂ କରାଯାଇଥିଲା। ଚାମଚା ନୁହଁ କ'ଣ? ସେଇମାନେ ଥିଲେ କ'ଣ ଆପଣ ଜାଣିଛନ୍ତି? ସେମାନେ ଥିଲେ ବିଜେଡ଼ିରେ, ବିଜେପିକି ଆସିଲେ କ'ଣ ପାଇଁ ଆସିଲେ? ହଁ, ବର୍ଷା ଯିଆଡ଼େ ଛତା ଛୁଆଡ଼େ, ସେଇଟା ତ ସମସ୍ତେ ଲୋକ ଦେଖୁଛନ୍ତି। ସାଧାରଣ ଲୋକ କ'ଣ ଜାଣିପାରୁନାହାନ୍ତି? ଏଇଟା ଆମକୁ କହିବାକୁ ପଡ଼ିବ କି? ସାଧାରଣ ଲୋକମାନେ ଦେଖୁଛନ୍ତି, ଜାଣିପାରୁଛନ୍ତି, ଅନୁଭବ କରିପାରୁଛନ୍ତି। କ'ଣ କାମ କରୁଥିବେ ଭଗବାନ ଜାଣନ୍ତି। ସେମାନେ ଇଣ୍ଡଷ୍ଟ୍ରି ପାଇଁ କ'ଣ କରିଛନ୍ତି, କ'ଣ ଇଣ୍ଡଷ୍ଟ୍ରି ପାଇଁ କରିଛନ୍ତି? ମୋ ଆଗରେ କୁହନ୍ତୁ, ଆସିକି କୁହନ୍ତୁ। କଳିଙ୍ଗ ଷ୍ଟୁଡ଼ିଓ କ'ଣ କରିଛନ୍ତି? ଗ୍ଲାସ୍ ହାଉସ୍ କରି ତିଆରି କରୁଛନ୍ତି। ସେଠି ମ୍ୟୁଜିୟମ୍ ତିଆରି ହେବ ସେଇଟା। କଳିଙ୍ଗ ଷ୍ଟୁଡ଼ିଓ ସୁଟିଂ ପାଇଁ ସେମାନେ ଏତେ ଦିନ ଆମ ସହିତ ସୁଟିଂ କଲେ, କାମ ଶିଖିଲେ, ଆମଠାରୁ ଇଏ କଲେ, ଏଇ ଇଣ୍ଡଷ୍ଟ୍ରିରୁ ମଣିଷ ହେଇକି ବଡ଼ ହେଇକି ନେତା ହେଲେ। କିନ୍ତୁ ସୁଟିଂ ପାଇଁ କ'ଣ ଦରକାର ହେବ ସେମାନେ ଜାଣିନାହାନ୍ତି। ତାଙ୍କୁ ବୁଝେଇବାକୁ ପଡ଼ିଥାନ୍ତା। ଆହୁରି ଯଦି ନ ଜାଣିଥାନ୍ତେ, ଲୋକମାନେ କହିଲେ ନାଇଁ ପ୍ରଡ୍ୟୁସର ବହୁତ ସିନିୟର ପ୍ରଡ୍ୟୁସର ଅଛନ୍ତି। ଆମର ଶିଶିର ଭାଇନା ଆସିଥିଲେ ଆଜି, କହିଲେ ସେମାନେ ଅଛନ୍ତି, ଅଲଗା ପ୍ରଡ୍ୟୁସର ମାନେ ଅରୁଣ ଭାଇ ଅଛନ୍ତି, ସେମାନଙ୍କ ସହିତ ଡିସ୍କସନ୍ କଲେନି ଷ୍ଟୁଡ଼ିଓ ବିଷୟରେ, କେମିତି ଷ୍ଟୁଡ଼ିଓ ହେବା ଦରକାର। ଭଲ ଆର୍ଟ ଡାଇରେକ୍ଟର ବି ଥିଲେ ସେତେବେଳେ, ସେମାନଙ୍କଠୁ ପରାମର୍ଶ ନେଇ କରିଥାନ୍ତି କେମିତି ଷ୍ଟୁଡ଼ିଓ ହେଲେ ସୁଟିଂ ହେଇପାରିବ। ନହେଲେ ରାମଜୁ ଫିଲ୍ମ ସିଟି ଯାଇଥାନ୍ତେ, ଦେଖିଥାନ୍ତେ ସେଠି କ'ଣ ଅଛି, ଏଇଭଳିଆ ଅଛି। ଯିଏ ଗଲେ କ'ଣ ଅନ୍ଧ ପରା? ରାଜନୀତି କରିବା ପାଇଁ ଅନ୍ଧ, ରାଜନୀତି କରିବା ପାଇଁ ଏମାନେ ଅନ୍ଧ। ତଳ ସ୍ତରରୁ କାହିଁ କହିବାକୁ ଯିବାକୁ ପଡ଼ିବ ଆମକୁ? ସେଗୁଡ଼ା ସେ ନିଜ ଅନୁଭବ କରନ୍ତୁ, ନିଜେ ବିଚାର କରନ୍ତୁ କ'ଣ କରୁଛନ୍ତି ନିଜର ଭବିଷ୍ୟତ ପାଇଁ। ଏମାନେ ତ ମରିଯିବେ 20-30 ବର୍ଷ ପରେ, କିନ୍ତୁ ଆଙ୍କର ଯେଉଁ ଆଗାମୀ ପିଢ଼ି ଆସିବେ ସେମାନେ କ'ଣ ଦେଖିବେ? କ'ଣ ଦେଖିବେ ମୋତେ କହିଲେ? ସେମାନେ ତାଙ୍କ ନିଜ ଭବିଷ୍ୟତ ଦେଖୁଛନ୍ତି, ଦେଶର ଭବିଷ୍ୟତ କ'ଣ ଦେଖୁଛନ୍ତି, ରାଜ୍ୟର ଭବିଷ୍ୟତ କ'ଣ ଦେଖୁଛନ୍ତି, ନିଜ ଗାଁ ଗଣ୍ଡା ନିଜ ନିର୍ବାଚନ ମଣ୍ଡଳୀରେ କ'ଣ ଭବିଷ୍ୟତ ଦେଖୁଛନ୍ତି, କ'ଣ କରୁଛନ୍ତି କୋଉଠି? ବାହାରକୁ ତ ବିଭିନ୍ନ ଲୋକେସନ ଅନୁସାରେ ବାହାରକୁ ଯାଇ ହେବ ସୁଟିଂ କରିବା। ବାହାରକୁ ଯିବା ପାଇଁ ମନା ନାହିଁ। ମୁଁ ସିମଲାରେ ସୁଟିଂ କରିବି, ଏଇଠି କ'ଣ ଜିନିଷ ମିଳିବ? ବାହାରକୁ ତ ଯିବି ସୁଟିଂ କରିବା ପାଇଁ। କିନ୍ତୁ ମୋର ଯେତିକି ଆବଶ୍ୟକତା, ଏତିକି ଧର ମୁଁ ଏଠି ପୁଲିସ୍ ଷ୍ଟେସନ କରିପାରିବି, ହସ୍ପିଟାଲ କରିପାରିବି, ଭିଲେଜ କମ୍ପ୍ଲେକ୍ସ କରିପାରିବି, ଛୋଟ ମାର୍କେଟ କମ୍ପ୍ଲେକ୍ସ କରିପାରିବି, କି ଛୋଟ ଗୋଟେ ମିଡିଲ କ୍ଲାସ ହାଉସ୍ ଫ୍ୟାମିଲି କରିପାରିବି, କି ଗୋଟେ ରିଚ୍ ମ୍ୟାନ୍ ହାଉସ୍ କରିପାରିବି। ସେଗୁଡ଼ା କାହିଁ କୋଉଠି କଳିଙ୍ଗ ଷ୍ଟୁଡ଼ିଓ ଅଛି? ଆଉ କ୍ୟାମେରା କାହିଁ, ଏଡିଟିଂ ସେଟଅପ୍ କାହିଁ, ଡବିଂ ସେଟଅପ୍ କାହିଁ, କ'ଣ କାହିଁ? ଷ୍ଟୁଡ଼ିଓ କାହାକୁ କୁହାଯିବ? ଷ୍ଟୁଡ଼ିଓ କାହାକୁ କୁହାଯିବ? ଗୋଟେ ଫିଲ୍ମ ଷ୍ଟୁଡ଼ିଓ କାହାକୁ କୁହାଯିବ? ଜ୍ଞାନ ନାହିଁ କ'ଣ? ଜ୍ଞାନ ହଜି ଯାଇଛି। ଏମାନେ ସବୁ ଜ୍ଞାନ ଭିତରେ ଏତେ ପଶିଗଲେ ଯେ ତାଙ୍କୁ କିଛି ଆଉ ଦେଖାଯାଉନି। ପ୍ରମୁଖ ସେ ରାଜନୀତି ଦଳ ଥିଲା ଯାହା, ଏ ରାଜନୀତି ଦଳ ସେଇଆ। ଆମେ ସେଇ ଗୋଟିଏ ନାଁରେ ବସିଛୁ, ନା ଏ କୂଳରେ ହେଇପାରୁଛୁ ନା ସେ କୂଳରେ ହେଇପାରୁଛୁ, ମଝି ନଈରେ ଆମେ ବସୁଛୁ। କଳାକାର ମାନଙ୍କର କିଛି ଭୁଲ ଅଛି, ରାଜନେତା ମାନଙ୍କର ଭୁଲ ଅଛି, ସମସ୍ତଙ୍କର ଭୁଲ ଅଛି, କିନ୍ତୁ ଆମକୁ ସଠିକ ରାସ୍ତାରେ କେମିତି ପହଞ୍ଚିବାକୁ ପଡ଼ିବ ସେ ବାବଦରେ ବି କିଛି ବିଚାର କରାଯାଉନି, ଆଲୋଚନା କରାଯାଉନି। ସେଇ ଚାମଚା ମାନଙ୍କୁ ଦେଖି ଚା ପିଇବା, ବିସ୍କୁଟ ଖାଇବା, ପଳେଇବା ଘରକୁ, କୋଉଠି କ'ଣ ପାର୍ଟି କରିବା, ଏଇ ସବୁ ଧନ୍ଦା ଚାଲିଛି। ଆଉ କ'ଣ? ମିଡ଼ିଆକୁ ଶୋଧି ଗୋଟେ ଭୁଲ। ମିଡ଼ିଆ ହେଉଛି ଗୋଟିଏ ଲୋକମାନଙ୍କ ସହିତ, ସାଧାରଣ ଲୋକମାନଙ୍କ
ପହଞ୍ଚେଇ ପାରିବ ନିଜ କଥାକୁ ଅନ୍ୟମାନଙ୍କର କଥାକୁ ସାଧାରଣ ଲୋକମାନଙ୍କର ପହଞ୍ଚେଇ ପାରିବ ମିଡ଼ିଆର କାମ ହେଉଛି ସେଇଆ ମିଡ଼ିଆକୁ ଶୋଧିବ କାହିଁକି ସେ ମିଡ଼ିଆକୁ ଶୋଧିବ ବୋଲି ତାଠାରୁ ମୂର୍ଖ ଦୁନିଆ ନାହାନ୍ତି ମିଡ଼ିଆକୁ କାହିଁ ଶୋଧିବ ମିଡ଼ିଆ କ'ଣ କରୁଛି ମିଡ଼ିଆ ଭାଇମାନେ ଆମର କ୍ଲୋଜ୍ ଆମର ଭଲ ପାଇଁ ସେମାନେ କାମ କରିବେ ଆମ ଜିନିଷକୁ ଆମର ମତାମତକୁ ପହଞ୍ଚେଇବେ ଗଣତନ୍ତ୍ର ରହୁଛି କ'ଣ ନିଜର ସ୍ୱାଧୀନ ମତ ପ୍ରକାଶ କରିବା ହେଉଛି ମେନ୍ କଥା ସେଇଟାକୁ ସେ ଲୋକମାନଙ୍କର ପାଖରେ ପହଞ୍ଚିବେ ସାରା ଇଣ୍ଡିଆର ମାନେ ନ୍ୟୁଜ୍ ଚ୍ୟାନେଲ୍ର ଅବସ୍ଥା ତ ଯାହା ଦେଖୁଥିବେ କ'ଣ ସେ ବିଷୟରେ ଆମେ କହିବା ସେ କ'ଣ ଆଲୋଚନା କରିବେ ସେ ତାଙ୍କୁ ସିଟ୍ ଦରକାର ସେ ଯଦି କହିବେ ହଟିଯିବେ ସରକାର ସେତେବେଳେ ଯାହା ଚାହୁଁଛନ୍ତି ପାଣ୍ଡିଆନ ବାବୁ ସେତେବେଳେ ଯାହା ଚାହୁଁଛନ୍ତି ସେ ଅନୁସାରେ କାମ କରିବାକୁ ପଡ଼ିବ ସେ କ'ଣ କରିବେ ଯଦି ସେ ଯାଉଛନ୍ତି କାହା ଏଗ୍ନେଷ୍ଟରେ କହୁଛନ୍ତି ତାହେଲେ ତାଙ୍କ ସିଟ୍ ଚାଲିଯିବ ନା ସେ ସିଟ୍କି ଧରିକି ବସିଥିଲେ ସିଟ୍ ତାଙ୍କୁ ଧରିକି ବସିନଥିଲା ସେ ସିଟ୍କି ଧରିକି ବସିଥିଲେ ସିଟ୍ ତାଙ୍କୁ ଧରିକି ବସିନଥିଲା ବାହାରି ଆସିଲେ କ'ଣ ତାର ସଲ୍ୟୁସନ୍ ବାହାରି ନ ଆସିକିରି ପାଣ୍ଡିଆନ ଏଗ୍ନେଷ୍ଟରେ ରିଭଲ୍ୟୁସନ୍ କରି ସେ ଯଦି ସେ ଦଳର ଦାୟିତ୍ୱ ନେଇକରି ନିଜେ ଗୋଟେ ପାଣ୍ଡିଆନ ଏଠି ହେଇଥାନ୍ତା ମୁଁ ଜାଣିଥାନ୍ତି ସିଦ୍ଧାର୍ଥ ସ୍ମରକର ଯେଉଁ ଥାଲାପତି ବିଜୟ ଯେମିତି କଲା ସେମିତି ଗୋଟେ ଷ୍ଟାର୍ ହେଇ ବାହାରିଥାନ୍ତା ମୁଁ ଭାବିଥାନ୍ତି ସିଏ ଗୋଟେ ରାଜନୀତି ଆଉ ପାଣ୍ଡିଆନକୁ ହଟେଇ ଦେଇ ପାଣ୍ଡିଆନକୁ ବେଶୀ ଲୋକ ଦେଖିଥିଲେ ସିଦ୍ଧାନ୍ତ ମହାପାତ୍ର ବେଶୀ ଲୋକ ଚିହ୍ନିଥିଲେ ଇଏ ସେଇ ଫୋର୍ସ ଦେଖେଇ ପାରିଲାନି ସିଏ ପାଣ୍ଡିଆନକୁ ହଟେଇକି ନିଜେ ରାଜନୀତି କଲାନି ନିଶ୍ଚିତ ଥିବ ସେତେବେଳେ ମୁଁ ସିଓର ନୁହଁ କିନ୍ତୁ ଥିବ ମୁଁ ଯାହା ଭାବୁଛି ସବୁ ତ ସରକାରଙ୍କ ହାତର କାମ ସରକାର କରୁଛନ୍ତି ମାନେ ତାଙ୍କ ହାତ ଥିବ ଧ୍ୱଂସ କି କ'ଣ ହେଇଛି ସେଟା ସାଧାରଣ ଲୋକମାନେ ଦେଖିଲେ ଜାଣିବେ ଡାଇରେକ୍ଟର ପ୍ରଡ୍ୟୁସର ମାନେ ଦେଖିଲେ ଜାଣିବେ ସୁଟିଂ ପାଇଁ ଯେତେବେଳେ ଆମେ ଯିବୁ ଫେରିକରି ଆସିବୁ କିଛି ନଥିବ ଆମ ପାଇଁ ସେତେବେଳେ ସବୁ ଅନୁଭବ କରିବେ ଆଉ ଦେଖିବା ଟିକେ କ'ଣ ଅଛି ସବୁ ଘର ପୋଡ଼ି ଯାଇଛି ଘର ଧ୍ୱଂସ ହେଇଯାଇଛି ଷ୍ଟୁଡ଼ିଓର ଭବିଷ୍ୟତ ଟିକେ ପାର୍କ ହେବ ଲୋକମାନେ ବୁଲିବେ ସବୁ ଦେଖିବେ ଇଏ କରିବେ ବାହାଘର ହେବ ଭୋଜି ଭାତ ହେବ ବାହାର ତିଆରି ହେବ ବାହାର କେଉଁଠି ସୁଟିଂ ପାଇଁ କିଛି ନାହିଁ କାହିଁ ହଁ ସେଠି ଭଲ ବାହାର ତିଆରି କରାଯାଇପାରିବ ପୁରା 5 ଷ୍ଟାର୍ ଭଳିଆ ବାହାର ତିଆରି କରାଯାଇପାରିବ ଭଲ ହଁ ଏମିତି କରିଦେଲେ ଯେଉଁ ପୂର୍ବପୁରୁଷ ଆମର ଯେଉଁ ଶିଶିର ଭାଇନା ହୁଅନ୍ତୁ ଏମାନେ ଯେଉଁ ପୂର୍ବପୁରୁଷ ବିଜୁ ବାବୁ ଆମର ମାନନୀୟ ବିଜୁ ବାବୁ ସେମାନେ କରିଥିଲେ ତିଆରି ଷ୍ଟୁଡ଼ିଓଟାକୁ ବହୁତ କଷ୍ଟରେ ଏତେ କରିଥିଲେ ଯେ ଆମ ଫିଲ୍ମ ଇଣ୍ଡଷ୍ଟ୍ରି ବିକାଶ ହେବ ଡେଭଲପ୍ ହେବ କିନ୍ତୁ ଏମାନେ ତାକୁ କ'ଣ କରିଦେଲେ ଗୋଟେ ସାଧାରଣ ପାର୍କ କରିଦେଲେ ବାହାର କରିଦେଲେ ଆମେ ତ ରିଭଲ୍ୟୁସନ୍ କରିବୁ ନିଶ୍ଚିତ ୱିଦାଉଟ୍ ରିଭଲ୍ୟୁସନ୍ କିଛି ଚେଞ୍ଜ ହେଇନି ସୋସାଇଟିରେ ରିଭଲ୍ୟୁସନ୍ ହେବ ତାପରେ ଚେଞ୍ଜ ହେବ ନିଶ୍ଚିତ ଯେଉଁମାନେ ସେମାନେ ବର୍ତ୍ତମାନ ତ ଗଣତନ୍ତ୍ର ସିଷ୍ଟମ୍ ଚେଞ୍ଜ ହେଇଛି ଯେତେବେଳେ କ'ଣ ଲୋକମାନେ ନେତାମାନେ ଯାଉଥିଲେ ଦୁଆର ଦୁଆର ବୁଲି ନମସ୍କାର କରିକି ଭୋଟ୍ ମାଗିକି ନେତେବେଳେ ବର୍ତ୍ତମାନ ନେତା ଏଇଠି ବସୁଛନ୍ତି ସିଏ ଚେଷ୍ଟା କରୁଛନ୍ତି ଆମର କେଉଁ ଭୋଟ୍ ସିଏ ଫିକ୍ସ କରିଦେଉଛନ୍ତି ଆମେ ନେତା ମାନେ ଆମର ଏଇ ଭୋଟ୍ ଅନ୍ୟମାନଙ୍କୁ ବିଦା କର ଏଇଟା ହେଉଛି କଥା ହଁ ଆମ ଫିଲ୍ମ ଆସୋସିଏସନ୍